দর্শক বন্ধু জয় জଗନ୍ନାଥ ଆପଣମାନଙ୍କୁ ଆମର ଭିଡ଼ିଓକୁ ସ୍ୱାଗତ। ଦର୍ଶକ ବନ୍ଧୁ ଆଜି ଆପଣମାନେ ଦେଖନ୍ତୁ ଆମର ଏଇ ଯେଉଁ ଭିଡ଼ିଓଟି ଆମେ କରିଛୁ ଏଇ ଭିଡ଼ିଓଟିରେ କେବଳ ଆପଣମାନଙ୍କୁ ଧାନ ଚାଷ ସମ୍ପର୍କରେ କେବଳ ଜ୍ଞାନ ଦେବା ପାଇଁ ଯେଉଁମାନେ ବେକାରୀ ବୁଲୁଛନ୍ତି ସେମାନେ କେମିତି ଭଲ ରୋଜଗାର କରିପାରିବେ ଧାନ ଚାଷ କରି ଏଇ ଭିଡ଼ିଓଟିକୁ ଦେଖନ୍ତୁ ସମ୍ପୂର୍ଣ୍ଣ ଭାବରେ କିଛିଟା ଜ୍ଞାନ ନିଅନ୍ତୁ, ଶିଖନ୍ତୁ, କେତେ ରୋଜଗାର କରିପାରିବେ, କେତେ ଲାଭ କରିପାରିବେ, ଆପଣ ନିଜକୁ କେମିତି ସ୍ୱାବଲମ୍ବୀ କରିପାରିବେ, ଆଗକୁ କେମିତି ବଢ଼ିପାରିବେ। ଏଇ ଭିଡ଼ିଓଟି ସମ୍ପୂର୍ଣ୍ଣ ରୂପେ ଆପଣମାନଙ୍କ ପାଇଁ। ଏଇ ଭିଡ଼ିଓଟିରେ ସମ୍ପୂର୍ଣ୍ଣ ରୂପରେ ଧାନ ଚାଷ ତଳି ପକାଇବା ଠାରୁ ଆରମ୍ଭ କରି ଧାନ କଟା ପର୍ଯ୍ୟନ୍ତ ପ୍ରତିଟି ଦୃଶ୍ୟ ଅଛି, ଆପଣମାନେ ଦେଖନ୍ତୁ ଏବଂ ଶିଖନ୍ତୁ। ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ଯେ ଜଣେ ଯଦି ଧାନ ଚାଷ କରେ ତାହେଲେ ତାକୁ କ'ଣ କରିବାକୁ ପଡ଼ିବ। ପ୍ରଥମେ ତାକୁ ସେ ଜମିଟିକୁ ସମ୍ପୂର୍ଣ୍ଣ ରୂପେ 2-3 ଥର ଚାଷ କରିବାକୁ ପଡ଼ିବ। ଚାଷ କରିସାରିଲା ପରେ କ'ଣ କରିବେ, ତାକୁ ସମ୍ପୂର୍ଣ୍ଣ ରୂପେ ଟ୍ରାକ୍ଟର ଦ୍ୱାରା ତାକୁ ଲେବଲିଂ କରିବେ। ଯଦି ଭଲ ଭାବରେ ଆପଣ ଲେବଲିଂ ନ କରିଛନ୍ତି, ଜମିକୁ ଯଦି ସମାନ ଭାବରେ ଯଦି ସମତଳ ନ କରିଛନ୍ତି ତାହେଲେ ସେଠାରେ ପାଣି ରହିବ ନାହିଁ। ଯେଉଁଠି ପାଣି ନ ରହିବ ସେଠାରେ ଧାନ ଭଲ ହେବ ନାହିଁ। ତେଣୁ ପାଣି ସମାନ ରହିବା ପାଇଁ ଲେବଲିଂ ପ୍ରଥମେ କରିବେ। ତାପରେ ଗୋଟେ ଜମିର ଯେକୌଣସି ଗୋଟେ କର୍ଣ୍ଣରରେ ଆପଣ କ'ଣ କରିବେ ନା କି ଅଳ୍ପ ଜାଗାରେ ଆପଣ ତାକୁ ତଳି ପକାଇବେ। ବୁଝିପାରିଲେ? ତଳି ପକାଇଲେ ପାଣି ମଡ଼େଇ ତଳି ପକାଇବେ। ସେ ଯେଉଁ ଜମି ଯେତେବେଳେ ଚାଷ କରିବେ ସେତେବେଳେ ଆପଣ ଜମିରେ ଅର୍ଗାନିକ୍ ଖତ ହଉ କିମ୍ବା ଆମର ଗୋବର ଖତ ହଉ, କମ୍ପୋଷ୍ଟ ହଉ, ଯାହା ଆପଣ ରଖିଥିବେ ସବୁ ମାଟିରେ ଆଗ ଦେଇଥିବେ। ମାଟିରେ ଦେଇ ତାକୁ ଚାଷ କରିବେ, କାରଣ ଜମି ଉର୍ବର। ଦର୍ଶକ ବନ୍ଧୁ, ଦାଳ ଚାଷ ହେଉଛି ଗୋଟେ ରବି ଚାଷ। ଏଟାକୁ ଆମେ କରିଥାଉ ପ୍ରାୟ ନଭେମ୍ବରରୁ ଫେବୃଆରୀ ଭିତରେ ଆମେ ଚାଷ କରୁ। ଅମଳ ହୁଏ ସେଇ ହିସାବରେ ଏପ୍ରିଲ, ମାର୍ଚ୍ଚ, ଏପ୍ରିଲ, ମେ, ଜୁନ ଏଇ ଭିତରେ ଯେଉଁ ଲୋକ ଯେତେ ଡେରିରେ କରିଥିବେ ସେଇ ହିସାବରେ ସେ ଅମଳ କରନ୍ତି। ତେଣୁ ଆପଣମାନେ ସେଇ ହିସାବରେ ଏଇଟାକୁ ଚାଷ କରିବେ। ଚାଷ କରିକି ଆପଣ ତାକୁ ଅମଳ କରିବେ। ତ ଏବେ ଆମେ ଜାଣିବା ଏବେ ସମ୍ପୂର୍ଣ୍ଣ ଚାଷ ଉପରକୁ ଯିବା। ଦର୍ଶକ ବନ୍ଧୁ, 1 ଏକରରୁ ଜାଣିଥାନ୍ତୁ ଆପଣମାନେ 25ରୁ 30 କୁଇଣ୍ଟାଲ ଧାନ ଅମଳ ହୁଏ। ଯଦି ଆପଣ ହାଇ ୟିଲ୍ଡିଂ ଭେରାଇଟିରୁ ଭଲ ଯଦି ବାଛିଛନ୍ତି ତାହେଲେ ନିଶ୍ଚିନ୍ତ ଭାବରେ ଆପଣମାନେ 25ରୁ 30 କୁଇଣ୍ଟାଲ ଧାନ ଅମଳ କରିପାରିବେ ଗୋଟେ ଏକର ଜମିରୁ। ତେବେ ଭେରାଇଟି କ'ଣ କ'ଣ ନେବେ ଦେଖନ୍ତୁ। ଆପଣ ନେଇପାରିବେ ପିଆର 128, ଯେଉଁଟାକି 30ରୁ 35 ଦିନ 30ରୁ 35 କୁଇଣ୍ଟାଲ ପ୍ରତି ଏକରରୁ ଅମଳ ହୋଇପାରିବ। ପିଆର 129, 30ରୁ 32 କୁଇଣ୍ଟାଲ ପ୍ରତି ଏକରରୁ ହେବ। ପିଆର 111, 27ରୁ 30 କୁଇଣ୍ଟାଲ ପ୍ରତି ଏକର ହେବ। ସେହିଭଳି ଅନେକ ଧାନ ଅଛି ଭେରାଇଟି, ହାଇ ୟିଲ୍ଡିଂ ଭେରାଇଟି, ଯେଉଁଟାକି ଅଧିକ ଅମଳକ୍ଷମ। ଆପଣ ସେ ଭେରାଇଟି ବାଛିପାରିବେ। ଆପଣ ଏମିତି କରନ୍ତୁ, ଯଦି ଆପଣ 6ରୁ 8 କେଜି ଆପଣ ପ୍ରତି ଏକର ପିଛା 6ରୁ 8 କେଜି ଆପଣ ବିହନ ନେଇ ତଳି ପକାଇ ଦିଅନ୍ତୁ। ତଳି ପକାଇ ସାରି ଆପଣ ତାକୁ ଚାଷ କରନ୍ତୁ। ଦେଖିବେ ତଳି ଯେତେବେଳେ ହେଇଯିବ 20ରୁ 25 ଦିନ ଆପଣ ତାକୁ ସେ ରୋଇବା ଉପଯୋଗୀ ଯେତେବେଳେ ହେଇଯିବ 6ରୁ 8 ଇଞ୍ଚ ବ୍ୟବଧାନରେ ଆପଣ ବୁଦା ଯେମିତି ଭଲ ହେବ ସେଇ ହିସାବରେ ଆପଣ କରିବେ। ଆପଣ ଯଦି ଆମର ଭିଡ଼ିଓ ଦେଖିନାହାନ୍ତି ତାହେଲେ ଦେଖନ୍ତୁ, ଆମେ ନିଜେ ଧାନ କେମିତି ରୋଉଛୁ, ତଳି କେମିତି ରୋଉଛୁ ସେଇ ଭିଡ଼ିଓ ମୁଁ ଲିଙ୍କ ଦେଇଦେବି। ଆପଣ ସେଇ ହିସାବରେ ଦାଳ ଧାନଟି ରୋଇବେ। ଦର୍ଶକ ବନ୍ଧୁ, ଆପଣ କ'ଣ କରିବେ ନା ସମୟ ସମୟ ଆପଣଙ୍କୁ ଚେକ୍ କରିବାକୁ ପଡ଼ିବ ଯେ ଜମିରେ ପାଣି କେତେ ଅଛି। ଯଦି ଜମିରୁ ସମ୍ପୂର୍ଣ୍ଣ ରୂପେ ପାଣି ଶୁଖିଲା ପରେ ଯଦି ଯେମିତି ହେୟାର ଲାଇନ୍ ନ ଆସିଥିବ, ମାନେ ଚିଡ଼ଫାଟ ନ ହେଇଥିବ, ଜମି ଫାଟ ନ ଆସିଥିବ, ସେଇଭଳି ପରିସ୍ଥିତିରେ ପୁନର୍ବାର ଆପଣ ପାଣି ମଡ଼ାଇବେ। କିନ୍ତୁ ଦାଳୁଆ ଧାନ ଆପଣ କରୁଛନ୍ତି ମାନେ ଆପଣଙ୍କୁ ସଫିସିଏଣ୍ଟ ପାଣି ଦରକାର ହେବ। ଯେଉଁଠି ଲିଫ୍ଟ ଇରିଗେସନ୍ ସିଷ୍ଟମ୍ ଅଛି, ଆମର ଲିଙ୍କ ଦେଇଦେବି ଲିଫ୍ଟ ଇରିଗେସନ୍ରେ କିଭଳି ପାଣି ମଡ଼ା ଯାଉଛି। ତେଣୁ ପାଣି ପାଇଁ ଆପଣମାନେ ବନ୍ଦୋବସ୍ତ କରିବେ। କେବଳ ଲିଫ୍ଟ ଇରିଗେସନ୍ର ପାଣି ପାଇଁ ବ୍ୟସ୍ତ ହେବେ ନାହିଁ। ଯେଉଁଠି ପାଣି ନାହିଁ ସେଠି ଦାଳ ଧାନ ଚାଷ ହେଇପାରିବ ନାହିଁ। ତେବେ ଦେଖନ୍ତୁ, ଆପଣ ଦାଳ ଧାନ ଯଦି ଚାଷ ଆପଣ କରୁଛନ୍ତି ତାହେଲେ ଆପଣଙ୍କୁ ପାଖାପାଖି ଲେବର ଖର୍ଚ୍ଚ ପଡ଼ିଯିବ ସର୍ବମୋଟ 4,000 ପାଖାପାଖି ପଡ଼ିଯିବ। ଏବଂ ଇରିଗେସନ୍ ଜଳସେଚନ ବାବଦରେ ଆପଣଙ୍କୁ ପ୍ରତି ଏକର ପିଛା ମୁଁ କହୁଛି ଯେ 1500 ଟଙ୍କା ପାଖାପାଖି ପଡ଼ିଯିବ। ସାର ଆଉ କୀଟନାଶକ ଏସବୁ ବାବଦରେ 2,000ରୁ 3,000 ପ୍ରାୟ ଖର୍ଚ୍ଚ ହେଇଯିବ ଆପଣଙ୍କର। ଅମଳ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ଆପଣଙ୍କର 2500 ଟଙ୍କା ଖର୍ଚ୍ଚ ହେଇଯିବ। ତେବେ ବର୍ତ୍ତମାନ ଦେଖିବା ସମ୍ପୂର୍ଣ୍ଣ ରୂପେ ଖର୍ଚ୍ଚ କେତେ। ଆପଣ ହିସାବ କରନ୍ତୁ, ସମ୍ପୂର୍ଣ୍ଣ ରୂପେ ଖର୍ଚ୍ଚ ହେଇଯିବ ଆପଣଙ୍କର ଯଦି 10,000 ଟଙ୍କା। ତ ଆପଣ ଧାନ ଅମଳ କରୁଛନ୍ତି କେତେ ନା ଧରି ନିଅନ୍ତୁ 25 କୁଇଣ୍ଟାଲ ଅମଳ କଲେ। ଆମେ କହିଥିଲେ ଯେ 25ରୁ 30 କୁଇଣ୍ଟାଲ ହେବ। ତ ଆପଣ ଏକରରୁ ଯଦି 25 କୁଇଣ୍ଟାଲ ଧାନ ଆପଣ ଅମଳ କରୁଛନ୍ତି, 3100 ଗୁଣନ 25 କୁଇଣ୍ଟାଲ ମାନେ ଆପଣଙ୍କର ହେଉଛି
77,500 ଟଙ୍କା। ଆପଣଙ୍କର ଖର୍ଚ୍ଚ ଯଦି ଆମେ କାଟି ଦିଆଯିବୁ ତାହେଲେ 10,000 ଟଙ୍କା କାଟିଲେ ଆପଣଙ୍କର ହେଉଛି 67,500 ଟଙ୍କା। ତ ଦର୍ଶକ ବନ୍ଧୁ, ଆପଣ ଯଦି ଧାନ ପ୍ରୋସେସିଂ ବାବଦରେ ମଣ୍ଡି ପର୍ଯ୍ୟନ୍ତ ଖର୍ଚ୍ଚ 2,500 ଟଙ୍କା ଯଦି ଆପଣ କାଟୁଛନ୍ତି ତାହେଲେ ଆପଣଙ୍କର ହେଇଯାଉଛି 65,000 ଟଙ୍କା ଲାଭ। ଆପଣ ଯଦି 10 ଏକର 5 କି 10 ଏକର ପର୍ଯ୍ୟନ୍ତ କରୁଛନ୍ତି କିମ୍ବା ଯଦି 10 ଏକର ପର୍ଯ୍ୟନ୍ତ କରୁଛନ୍ତି ତାହେଲେ ଆପଣଙ୍କୁ ଆରାମସେ 6,50,000 ଟଙ୍କା ପର୍ଯ୍ୟନ୍ତ ଲାଭ ହେଇପାରିବ। ଦେଖନ୍ତୁ, ଏ ହେଉଛି ଗୋଟେ ସମୀକରଣ। ପରିଶ୍ରମ ଆପଣଙ୍କର, ଆଉ ସବୁ ଚେଷ୍ଟା ହେଉଛି ଆପଣଙ୍କର, ଖର୍ଚ୍ଚ ଆପଣଙ୍କର, ରୋଜଗାର ମଧ୍ୟ ସେଇ ହିସାବରେ ଆପଣଙ୍କର। ଆପଣ ଯେତିକି ରୋଜଗାର କରିବେ ସେଇ ହିସାବରେ ଆପଣ ପଇସା ରୋଜଗାର କରିବେ। ତେଣୁ ଭିଡ଼ିଓଟି ଆପଣମାନଙ୍କ ପାଇଁ ଗୋଟେ ଇନ୍ସପିରେସନ୍, ଯେଉଁମାନେ ବେକାରୀ ହେଇକି ବୁଲୁଛନ୍ତି ସେମାନେ ମଧ୍ୟ ସ୍ୱାବଲମ୍ବୀ ହୋଇପାରିବେ, ଏହି ପ୍ରକାର ଚାଷ କାମ କରିପାରିବେ। ତେଣୁ ଏ ଭିଡ଼ିଓଟି ଆପଣମାନଙ୍କ ପାଇଁ ସମ୍ପୂର୍ଣ୍ଣ ରୂପେ ଦେଖନ୍ତୁ। ଧନ୍ୟବାଦ। ଆପଣଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍ ନିଶ୍ଚିନ୍ତ ଭାବରେ କରିବେ। ଆମେ ଏଇଭଳି ଭିଡ଼ିଓ ଆହୁରି ଅନେକ ଆଣିବୁ।